ଆଜିର ସୁନ୍ଦର ଗପଟି ହେଉଛି ଚାରି ଗୁରୁ। ଆମେମାନେ ସମସ୍ତେ ଏହି ଚାରି ଗୁରୁଙ୍କ ବିଷୟରେ ଜାଣିପାରିଲେ ସମସ୍ତେ ସବୁ କ୍ଷେତ୍ରରେ ନିଶ୍ଚୟ ସଫଳତା ହାସଲ କରିପାରିବା। ଏହି ଗପଟିରେ କ'ଣ ହେଇଥିଲା ନା, ଗୋଟିଏ ରାଜ୍ୟରେ ଜଣେ ସୁପ୍ରତିଷ୍ଠିତ ଅସ୍ତ୍ର ଗୁରୁ ଥିଲେ। ତାଙ୍କ ନାଁ ହେଉଛି ମାଧବାନନ୍ଦ। ଜଣେ ଉଚ୍ଚ କୋଟିର ଏବଂ ସଫଳ ଗୁରୁ ହିସାବରେ ବେଶ ଖ୍ୟାତି ଅର୍ଜନ କରିଥିଲେ ସେ। ହେଲେ ମାଧବାନନ୍ଦଙ୍କର ଗୋଟିଏ ଖରାପ ଗୁଣ ଥିଲା। ସେ ପ୍ରବଳ ଲୋଭୀ ଥିଲେ। ପଇସା ଲୋଭରେ କେବଳ ଧନୀ ଘରର ପିଲାମାନଙ୍କୁ ସେ ଶିକ୍ଷା ଦେଉଥିଲେ ଏବଂ ଭଲ ରୋଜଗାର କରୁଥିଲେ। ସେ ରାଜ୍ୟରେ ଜଣେ କୃଷକ ଥିଲେ। ତାଙ୍କର ନାଁ ଥିଲା ଅରକ୍ଷିତ। ତାଙ୍କର ଗୋଟିଏ ଛୋଟ ପୁଅଟିଏ ଥିଲା। ଦିନେ ଧନୁର୍ବିଦ୍ୟାର ପ୍ରତିଯୋଗିତା ଦେଖିଲା ପରେ ତା ମନରେ ବି ଇଚ୍ଛା ହେଲା ଅସ୍ତ୍ରବିଦ୍ୟା ଅଧ୍ୟୟନ କରିବା ପାଇଁ। ଏ କଥା ସେ ତା ବାପାକୁ କହିଲା। ବାପା ପୁଅକୁ ଏଭଳି ପାଗଳାମି ନ କରି ନିଜ ଚାଷ କାର୍ଯ୍ୟରେ ମନ ଦେବା ପାଇଁ କହିଲେ। ବାପାଙ୍କର କଥା ନ ମାନି ସେ ସିଧା ମାଧବାନନ୍ଦଙ୍କ ଆଶ୍ରମରେ ପହଞ୍ଚିଲା। ଧନୀ ପିଲାମାନଙ୍କ ସାଙ୍ଗରେ ତାକୁ ପଢ଼ାଇବା ପାଇଁ ଗୁରୁ ମନା କଲେ। କାନ୍ଦି କାନ୍ଦି ପିଲାଟି ଆସି ବାପାଙ୍କୁ ସବୁ କଥା କହିଲା। ବାପା ତା କଥାରେ କିଛି ସାହାଯ୍ୟ କରିପାରିଲେ ନାହିଁ। ପିଲାଟି ଦିନେ ରାତିରେ ଲୁଚି ପଳାଇଗଲା। ବାପା ଖୋଜି ଖୋଜି ନିରାଶ ହୋଇଗଲେ। ସେ ପୁଅକୁ କେବେ ଆଉ ପାଇଲେ ନାହିଁ। ଶେଷରେ ପୁଅକୁ ଭୁଲିଗଲେ। ଏହା ଭିତରେ ବହୁତ ବର୍ଷ ବିତିଗଲା। ଥରେ ରାଜା ପ୍ରଚାର କଲେ, ଆଖପାଖ 10ଟି ରାଜ୍ୟର ଶସ୍ତ୍ରଧାରୀ ଯୋଦ୍ଧାମାନଙ୍କର ଏକ ପ୍ରତିଯୋଗିତା ଆୟୋଜନ କରିବା ପାଇଁ। ରାଜାଙ୍କର ଘୋଷଣା ମୁତାବକ ଯିଏ ଜିତିବ ସେ ରାଜ୍ୟରେ ସେନାପତି ଭାବରେ ଯୋଗଦେବ। ପ୍ରତିଯୋଗିତା ଆରମ୍ଭ ହେବାର କେତେ ମିନିଟ ପୂର୍ବରୁ ସେହି ପଳାଇ ଯାଇଥିବା ଚଷାପୁଅ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆସି ପହଞ୍ଚିଲା। ତାକୁ ସମସ୍ତେ ତାର ଗୁରୁର ପରିଚୟ ପଚାରିଲେ। ସେ ପ୍ରତିଯୋଗିତା ପରେ ତା ଗୁରୁଙ୍କର ପରିଚୟ ଦେବ ବୋଲି କହିଲା। ପ୍ରତିଯୋଗିତାର ଶେଷ ପର୍ଯ୍ୟାୟରେ ସେହି ଯୁବକ ଏବଂ ମାଧବାନନ୍ଦଙ୍କର ଶ୍ରେଷ୍ଠ ଶିଷ୍ୟଙ୍କର ମଧ୍ୟରେ ଘମାଘୋର ଯୁଦ୍ଧ ଚାଲିଲା। ଶେଷରେ ଅସ୍ତ୍ର ବିଦ୍ୟାରେ ନିପୁଣ ଯୁବକଟି ବିଜୟ ହୋଇଲା। ପରଦିନ ରାଜା ତାଙ୍କୁ ଡାକି ପଚାରିଲେ, ତମ ଗୁରୁ କିଏ? ଆନନ୍ଦରେ ବିଭୋର ହୋଇଥିବା ଯୁବକଟି ଅତି ବିନମ୍ର କଣ୍ଠରେ କହିଲା, ରାଜନ, ମୋର 4 ଜଣ ଗୁରୁ ଅଛନ୍ତି, ଯାହାଙ୍କ ପାଇଁ ମୁଁ ଆଜି ଏଇଠି ପହଞ୍ଚି ପାରିଛି। ସେମାନେ ହେଲେ ସାହସ, ଆତ୍ମବଳ, ନିଷ୍ଠା ଓ ଈଶ୍ୱର ଭକ୍ତି। ରାଜା ଯୁବକଟିର ଉତ୍ତରରେ ଖୁସି ହୋଇ ତାଙ୍କର ଘୋଷଣା ମୁତାବକ ତାଙ୍କୁ ତାଙ୍କ ରାଜ୍ୟରେ ସେନାପତି ରୂପରେ ନିଯୁକ୍ତି ଦେଲେ।